ଚାଲନ୍ତୁ ଆଜିର କ୍ଲାସଟିକୁ ଷ୍ଟାର୍ଟ କରିବା। ଆଜିର ଟପିକ ହେଉଛି ଷଷ୍ଠ ଶ୍ରେଣୀ ପ୍ରଥମ ବିଷୟର ନାମ ହେଉଛି ଗଣିତର ସଂରଚନା। ତ ଚାଲନ୍ତୁ କ୍ଲାସଟିକୁ ଷ୍ଟାର୍ଟ କରିବା। ତ ଏଠି ପ୍ରଥମେ ଆମେ ବୁଝିବାକୁ ପଡ଼ିବ ଯେ ଗଣିତର ସଂରଚନା କ'ଣ। ତ ଏଠି ଦେଇଛି ସାଧାରଣ ଭାବେ ଗଣିତ ହେଉଛି ସଂରଚନା ଗୁଡ଼ିକୁ ଖୋଜିବା ଏବଂ ସେହି ସଂରଚନା ଗୁଡ଼ିକୁ କାହିଁକି ଏପରି ହୋଇଥାନ୍ତି ତାହାକୁ ବୁଝାଇବା। ଏହି ସବୁ ସଂରଚନା ପ୍ରକୃତରେ ଆମ ଚାରିପାଖରେ ଦେଖାଯାଇଥାଏ, ଯେପରି ଘରେ, ବିଦ୍ୟାଳୟରେ ଏବଂ ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କ ଗତି ଇତ୍ୟାଦିରେ। ଆମେ ଦେଖୁଥିବା ଓ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ, ବଜାରରୁ ଜିନିଷ କିଣିବା ଓ ରୋଷେଇ କରିବା, ଖେଳିବା ବେଳେ ବଲକୁ ଫିଙ୍ଗିବା, ପାଣି ପାଗରେ ଥିବା ସଂରଚନା ଗୁଡ଼ିକୁ ବୁଝିବା ଓ ପ୍ରଯୁକ୍ତ ବିଦ୍ୟାର ବ୍ୟବହାର କରିବା ବେଳେ ଏହି ସଂରଚନା ଗୁଡ଼ିକ ଲକ୍ଷ୍ୟ କରାଯାଇଥାଏ। ପିଲାମାନେ ବୁଝିଲ କୋଉ ଏଗୁଡ଼ାର କରାଯାଇଥାଏ ବ୍ୟବହାର। ସଂରଚନା ଗୁଡ଼ିକୁ ଖୋଜିବା ଏବଂ ସେଗୁଡ଼ିକୁ ବର୍ଣ୍ଣନା କରିବା ଏକ ମଜାଳିଆ ଏବଂ ସୃଜନଶୀଳ କାର୍ଯ୍ୟ। ସୃଜନଶୀଳ କାର୍ଯ୍ୟ ହେଉଛି ନିଜେ ଯେଉଁଗୁଡ଼ା ବୁଝିକି ତମେ କରିବ, କି ଯେଉଁ କାର୍ଯ୍ୟ ଗୁଡ଼ା ବୁଝିକି ନିଜେ କରିବା ପାଇଁ ଚେଷ୍ଟା କରିବ ତାକୁ ସୃଜନଶୀଳ କହିବ। ଏହି କାରଣରୁ ଗଣିତଜ୍ଞମାନେ ଗଣିତକୁ ଉଭୟ କଳା ଓ ବିଜ୍ଞାନ ଭାବେ ଅଭିହିତ କରିଥାନ୍ତି। ଆଶା କରାଯାଏ ଏହି ଶ୍ରେଣୀରେ ତୁମେ ଗାଣିତିକ ସଂରଚନା ଗୁଡ଼ିକୁ ଖୋଜି ବାହାର କରିବ ଏବଂ ସେଗୁଡ଼ିକୁ ବୁଝିବାରେ ଥିବା ସୃଜନଶୀଳତା ଏବଂ କଳାତ୍ମକ ଧାରଣାକୁ ଲକ୍ଷ୍ୟ କରିବାକୁ ସୁଯୋଗ ପାଇବ। ଏହା ଧ୍ୟାନ ରଖିବା ଜରୁରୀ ଯେ ଗଣିତର ଲକ୍ଷ୍ୟ କେବଳ ସଂରଚନା ଗୁଡ଼ିକୁ ଚିହ୍ନିବା ନୁହେଁ, ବରଂ ସେଗୁଡ଼ିକ କାହିଁକି ଅଛି ତାହାକୁ ବୁଝାଇବା ଗୁରୁତ୍ୱପୂର୍ଣ୍ଣ। ସଂରଚନା ଗୁଡ଼ିକୁ ଯେଉଁ ପରିସ୍ଥିତିରେ ବ୍ୟବହାର କରାଯାଇଥାଏ, ତାହାକୁ ଅଧିକ ବ୍ୟାପକ ପରିସ୍ଥିତିରେ ସେଗୁଡ଼ିକର ପ୍ରୟୋଗ କରାଯାଇଥାଏ। ତାହା ମାନବିକତାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ତ ଏଠି ଆମର ଉଦାହରଣ କ'ଣ ଦେଇଛି, ତାରା, ଗ୍ରହ ଏବଂ ସେମାନଙ୍କ ଉପଗ୍ରହ ଗୁଡ଼ିକର ଗତିବିଧିରେ ଥିବା ସଂରଚନା ଗୁଡ଼ିକୁ ବୁଝି ମାଧ୍ୟାକର୍ଷଣ ତତ୍ତ୍ୱ ଆବିଷ୍କାର କରିବାକୁ ମାନବ ସମାଜ ସକ୍ଷମ ହେଲା, ଯାହା ଆମକୁ ମହାକାଶକୁ ନିଜସ୍ୱ ଉପଗ୍ରହ ପ୍ରକ୍ଷେପଣ କରିବାରେ ଏବଂ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ରକେଟ ପଠାଇବାରେ ସାହାଯ୍ୟ ହୋଇପାରିଲା। ତ ସେଇଭଳି ହଜାର ହଜାର ଉଦାହରଣ ରହିଛି, ଯେପରି ଜିନ୍ର ସଂରଚନା ଗୁଡ଼ିକୁ ବୁଝିବା ଦ୍ୱାରା ଅନେକ ରୋଗର ଚିହ୍ନଟ କରାଯାଇ ପାରୁଛି ଏବଂ ଆରୋଗ୍ୟ ସେବାରେ ସାହାଯ୍ୟ କରୁଛି। ତ ସଂଖ୍ୟାର ସଂରଚନା କ'ଣ ଆମେ ଜାଣିବା। ଗଣିତରେ ସବୁଠାରୁ ଅଧିକ ମୌଳିକ ସଂରଚନା ସଂଖ୍ୟାର ସଂରଚନାରେ ଲକ୍ଷ୍ୟ କରାଯାଇଥାଏ। ବିଶେଷ କରି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାରେ 0, 1, 2, 3, 4 ମାନେ ସ୍ୱାଭାବିକ ସଂଖ୍ୟା ମାନେ କ'ଣ, ଆମେ ଶୂନରୁ ଯେତିକି ସବୁ ସଂଖ୍ୟା ଅଛି 1, 2, 3, 4, 5, 6 ଯେତିକି ସବୁ ସଂଖ୍ୟା ଅଛି ତାକୁ ସ୍ୱାଭାବିକ ସଂଖ୍ୟା କୁହାଯାଏ। ଗଣିତରେ ଯେଉଁ ବିଭାଗରେ ସ୍ୱାଭାବିକ ସଂଖ୍ୟାମାନଙ୍କର ସଂରଚନା ସମ୍ପର୍କରେ ପଢ଼ାଯାଏ ତାହାକୁ ସଂଖ୍ୟା ତତ୍ତ୍ୱ କୁହାଯାଏ। ସଂଖ୍ୟାକ୍ରମ ହେଉଛି ସବୁଠାରୁ ଅଧିକ ସାଧାରଣ ଏବଂ ଆକର୍ଷଣୀୟ ପ୍ରକାର ସଂରଚନା, ଯାହାକୁ ଗଣିତଜ୍ଞମାନେ ଅଧ୍ୟୟନ କରିଥାନ୍ତି। ସାରଣୀ 1 ଗଣିତର କେତେକ ସଂଖ୍ୟାର କ୍ରମକୁ ଦିଆଯାଇଛି। ତ ଚାଲ ଆମେ ସାରଣୀ 1କୁ ଯିବା। ତ ଏଠି ଆମର ଦେଇଛି ସାରଣୀ 1ରେ ଦେଇଛି ଫାର୍ଷ୍ଟ ଦେଇଛି 1, 1, 1। ଏଠି ଦେଇଛି ଆମର ସବୁ ଗୁଡ଼ିକ 1, 1, 1, 2, 3, 4, 5, 6, 7 ଗଣନ ସଂଖ୍ୟା। 1, 3, 5, 7, 9, 11, 13 ଅଯୁଗ୍ମ ସଂଖ୍ୟା। 2, 4, 6, 8, 10, 12, 14 ଯୁଗ୍ମ ସଂଖ୍ୟା। 1, 3, 6, 10, 15, 21, 28 ତ୍ରିକୋଣୀୟ ସଂଖ୍ୟା। ତାପରେ ବର୍ଗ ସଂଖ୍ୟା କ'ଣ, 1, 4, 9, 16, 25, 36, 49। ତାପରେ ଘନ ସଂଖ୍ୟା କ'ଣ, 1, 8, 27, 64, 125, 216। ଆଉ ବିରହାଙ୍କ ସଂଖ୍ୟା କ'ଣ, 1, 2, 3, 5, 8, 1, 21। ତାପରେ 2 ଆଧାର ବିଶିଷ୍ଟ ଘାତ ସଂଖ୍ୟା 1, 2, 4, 8, 16, 32, 64। ତାପରେ 3 ଆଧାର ବିଶିଷ୍ଟ ଘାତ ସଂଖ୍ୟା 1, 3, 9, 27, 81, 243, 729। ତ ଆମେ ଏଠି ଆସ ବୁଝିବା କ'ଣ ଦେଇଛି। ସାରଣୀ 1ରେ ଥିବା ପ୍ରତ୍ୟେକ ଧାଡ଼ିର ସଂଖ୍ୟା କ୍ରମରେ ଥିବା ସଂରଚନା ଗୁଡ଼ିକୁ ଚିହ୍ନଟ କରିପାରୁଛ କି? ତ ଆମେ ଚିହ୍ନଟ କରିପାରୁଛେ କି ନାହିଁ? ତ କରିପାରିଲେ ନା, ଚିହ୍ନଟ କରିପାରିଛେ। ପ୍ରତ୍ୟେକ
ଧାଡ଼ିରେ ପରବର୍ତ୍ତୀ 3ଟି ସଂଖ୍ୟା ଲେଖି ସଂଖ୍ୟାକ୍ରମ ଗୁଡ଼ିକ ନିଜ ନିଜ ଖାତାରେ ଲେଖ। ପ୍ରତ୍ୟେକ ସଂଖ୍ୟାକ୍ରମ ପରେ ଯେଉଁ ନିୟମରେ ସଂଖ୍ୟା ଗୁଡ଼ିକ ଲେଖାଯାଇଛି ତାହାକୁ ନିଜ ଭାଷାରେ ଲେଖ। ତ ଆମେ ନିଜ ଭାଷାରେ ଯେମିତି ବୁଝିଛେ ସେମିତି ଲେଖିବା। ତ ଏଠି ଫାଷ୍ଟ କ'ଣ ଦେଇଛି? ଫାଷ୍ଟ ଦେଇଛି ସବୁ ଗୁଡ଼ିକ ଏଠି 1 1 ଅଛି, ମାନେ ସବୁ ଗୁଡ଼ିକ ଏଠି 1 ହିଁ ହବ। ଏଠି 1, ଏଠି 1, ଏଠି 1, 1 ହେଇଗଲା। ତାପରେ ଆମର ଗଣନ ସଂଖ୍ୟା 1 2 3 4 5 6 7 7 ପରେ କେତେ? 8 9 10। ତାପରେ ଏଠି ହବ 8 8 9 10। ତ ଏଇଟା ହେଲା ଆମର ଗଣନ ସଂଖ୍ୟା। ତାପରେ ହେଉଛି ଅଯୁଗ୍ମ ସଂଖ୍ୟା। ଅଯୁଗ୍ମ ସଂଖ୍ୟା କେତେ? ଏଠି ଦେଇଛି ଆମର 1 3 5 7 9 11 13। ତାପରେ 13 ପରେ କିଏ ଆସିବ? 13 ପରେ ଆସିବ 15 17 ତାପରେ 19 ଆସିଲା। ତାପରେ ହେଉଛି ଯୁଗ୍ମ ସଂଖ୍ୟା। ଯୁଗ୍ମ ସଂଖ୍ୟା ଆମର ଦେଇଛି କେତେ? 2 4 6 8 10 12 14 ଦେଇଛି। ତ ଆମେ ଏଠି 14 ପରେ କେତେ ଆସିବ? 14 16 ତାପରେ 18 ତାପରେ କେତେ? 20 ହେଲା ଯୁଗ୍ମ ସଂଖ୍ୟା। ତାପରେ ଆମର ଦେଇଛି ତ୍ରିକୋଣୀୟ ସଂଖ୍ୟା। ତ୍ରିକୋଣୀୟ ସଂଖ୍ୟା ମାନେ କ'ଣ? ଏଠି ଦେଇଛି 1 3 6 10 15 21 28। 1 ପରେ 3 କେତେ ପଡ଼ିଛି ଆମର ପିଲାମାନେ? ଏଠି 1 2 3 ଏଠି 2 ପଡ଼ିଛି। ତାପରେ ହେଉଛି ଆମର 3 ପରେ କେତେ ପଡ଼ିଛି? 3 4 5 6 3 ପଡ଼ିଛି। ତାପରେ ଏଠି 6ରେ କେତେ? 4 ମିଶିଲେ 10 4 ପଡ଼ିଛି। ତାପରେ 10ରେ ପୁଣି 5 ପଡ଼ିଛି 15 ହେଇଛି। ପୁଣି ଏଠି 6 ପଡ଼ିଛି 21 ହେଇଛି। ତାପରେ ପୁଣି 7 ପଡ଼ିଛି 28 ହେଇଛି। ତାହେଲେ ଏବେ କେତେ ପଡ଼ିବ? 8 ପଡ଼ିବ ନା ନାହିଁ? 8 ହେଲେ କେତେ ପଡ଼ୁଛି? 36 ହେଉଛି। ତାପରେ 36 ପରେ 9 ବଢ଼ିଲେ କେତେ ହେବ? 45। ତାପରେ ପୁଣି 10 ବଢ଼ିଲେ 55। ବୁଝିହେଲା? ତ୍ରିକୋଣୀୟ ସଂଖ୍ୟା। ଏଠି ତ୍ରିକୋଣୀୟ ସଂଖ୍ୟାର ଆମର କେତେ ହେଲା? 36 45 55 ହେଲା। ତାପରେ ହେଉଛି ଆମର ବର୍ଗ ସଂଖ୍ୟା। ବର୍ଗ ସଂଖ୍ୟା କେତେ? ଆମର ହେଉଛି ବର୍ଗ ସଂଖ୍ୟା ଆମେ କେମିତି ଲେଖୁ? ଏମିତି ଲେଖାଯାଏ ନା। ତାପରେ 1ର ବର୍ଗ ସଂଖ୍ୟା କେତେ? 1 ହିଁ ହବ। ତାପରେ 2ର ବର୍ଗ କେତେ? 4। 2ର ବର୍ଗ କେତେ? 4। ତାପରେ 3ର ବର୍ଗ କେତେ? 9। ତାପରେ ପୁଣି 4ର ବର୍ଗ ଆସିଲା, 5ର ବର୍ଗ ଆସିଲା, ତାପରେ 6ର ବର୍ଗ ଆସିଲା 7। 7ର ବର୍ଗ 50। ତାପରେ ପୁଣି କେତେ ଆସିବ? 7ର ହେଲା 8ର ପୁଣି 9ର ପୁଣି 10 ପୁଣି ଆସିବ ନା ନାହିଁ? ତାପରେ ଏଠି ତାହେଲେ କେତେ ହବ? 8ର ବର୍ଗ କେତେ? 64। 8ର ବର୍ଗ ସଂଖ୍ୟା ଲେଖୁଛ ନା। ତାପରେ 8ର ବର୍ଗ ଏଠି 64। ତାପରେ ପୁଣି ହେଉଛି 9ର ବର୍ଗ କେତେ? 81। ତାପରେ ପୁଣି 10ର ବର୍ଗ 100 ହେଲା। ତାପରେ ହେଉଛି ଘନ ସଂଖ୍ୟା। ଘନ ସଂଖ୍ୟା ଆମେ କେମିତି ଲେଖିଥାଉ? ଘନ ସଂଖ୍ୟା ଏମିତି ଲେଖା ହେଇଥାଏ ନା ନାହିଁ? ଏଠି ସେମିତି ଲେଖା ହେଇଛି 1 8 27 4 1 8 27 64 125 216। ସେଟା କେମିତି ଲେଖିବା ଆମେ? ଆମର 1ର ଘନ ଏତିକି। ତାପରେ ହେଉଛି 2ର ଘନ 8 ହବ। ତାପରେ 3ର ଘନ 27। ତାପରେ 4ର ଘନ ଏତିକି ହବ। ତାପରେ 5 6 କରିକି ଆମେ ସେମିତି ଲାଇନ୍ ଲେଖିନେବା ହେଲା।
ଏଇଠି 6 ଯାଏ। ତାପରେ 7ର ଘନ ଏଠି କେତେ ହେଉଛି? 7ର ଘନ ହବ ଏଠି ଆମର 343 ହବ ହେଲା। 343 ହବ। କେମିତି ବାହାର କରୁଛେ ଆମେ? ଏଠି ଜାଣିପାରିଲ ନା, ଏଠି 7ର ଘନ ଏଠି କେତେ? ତାପରେ 3ଟା 7କୁ ଆମେ ଯୋଗ କରିବା। 7 × 7 × 7 କେତେ ହେଲା? 49 × 7 କେତେ ହବ? 343 ହେଲା। 343 ବାହାରିଲା। ତାପରେ ପୁଣି ସେମିତି 8ରୁ ହବ 512, 9ର ହବ 729। ତମେ ପିଲାମାନେ ନିଜେ ଟ୍ରାଏ କରିବ ହେଲା ଆଗ। ତାପରେ ବିରୋହଙ୍କ ସଂଖ୍ୟା କଣ? ପ୍ରଥମ ଦୁଇଟି ସଂଖ୍ୟା ଯୋଗ କଲେ ତୃତୀୟ ସଂଖ୍ୟାଟି ଆମେ ପାଇଥାଏ। ଏଠି ଯେମିତି ଦେଖ, ଏଠି ଦେଖିଛି 1 2 3 5 8 ଏଠି 13 ହବ ହେଲା ଛୁଆମାନେ। ଏଠି 1 ଲେଖିଛି ସେ, ତାପରେ 21 ଦେଇଛି। ପ୍ରଥମ ଦୁଇଟି ସଂଖ୍ୟା ମାନେ ଏଠି ଦେଖ 1 ଆଉ 2 ମିଶିଲେ କେତେ ହେଲା? 3 ହେଲା। ତାପରେ ପୁଣି 2 ଆଉ 3 ମିଶିଲେ କେତେ ହବ? 5। ତାପରେ ପୁଣି 5 ଆଉ 3 ମିଶିଲେ କେତେ ହବ? 8। ପୁଣି 8 ଆଉ 5 ମିଶିଲେ 13। 13 ଆଉ 8 ମିଶିଲେ କେତେ? 21। 21 ଆଉ 13 ମିଶିଲେ କେତେ ହବ? 34। 34 ଆଉ ପୁଣି 21 ମିଶିଲେ କେତେ ହବ? 55 ହବ। ପୁଣି 55 ଆଉ 34 ମିଶିଲେ କେତେ ହବ? 89 ହବ ହେଲା। କେତେ ବାହାରିଲା? 34, 55, 89 ହେଲା। ତାପରେ ଏଠି 2 ଆଧାର ବିଶିଷ୍ଟ ଘାତ ସଂଖ୍ୟା। 2ର ଘାତ ଏଠି କେତେ ଦେଇଛି? ଏଠି 2 ତାର ଘାତ। 2ର ଘାତ 0 ହେଲେ ସେ କେତେ ହବ? ଏଇଟା 1 ହିଁ ହବ ହେଲା। ତାପରେ 1 ହବ, ସେଟା 1 ଲେଖିଦେଇଛି। ତାପରେ କେତେ ଦେଇଛି? 1 2 4 6। ଏଠି ଆମେ ଦେଖିବା 1ର ଘାତ ଦେଇଛି। 1ର ଘାତ 1 ଦେଇଛି। ତାପରେ 2ର ଘାତ 2 ଦେଇଛି। ତାପରେ 3ର ଘାତ ଦେଇଛି। ଦୁଇ ଆଧାର ବିଶିଷ୍ଟ ଘାତ ସଂଖ୍ୟା ମାନେ ଏଠି ଆମର କେମିତି କରିବା? ତ ଆମେ 2କୁ ଗୁଣନ କରି ଚାଲିବା ହେଲା। 2 ଇଣ୍ଟୁ କରିବା। କେତେ ଦେଇଛି? ଆମର ଏଇଟା 2ର ଘାତ ପାୱାରରେ 0 ହେଲେ ସେଟା 1 ହିଁ ହବ ହେଲା। ତାପରେ ଏଇଠି ଆମର ଦେଇଛି 2 ପରେ 4 ଦେଇଛି ନା, 2 ଦୁଣେ 4। ତାପରେ ଏଇଠି କେତେ ଦେଇଛି? 8। 4 ଦୁଣେ 8 ବୁଝିହେଲା। ତାପରେ ଏଠି କେତେ ଦେଇଛି? 8। 8 ଦୁଣେ 16। ତାପରେ ଏଠି ଆମର 16 ଦେଇଛି। 16 ଦୁଣେ 32। ତାପରେ 16 ବୁଝିପାରୁଛ ନା ଛୁଆମାନେ? 16 ଦୁଣେ 32। ତାପରେ ପୁଣି 32 ଦୁଣେ 64 ହେଲା। ତାପରେ ପୁଣି କେତେ ହବ? 64ରେ 2 ମିଶିଲେ କେତେ ହବ? 126। 126। ତାପରେ 126ରେ 2 ମିଶିଲେ କେତେ ହବ? 256। ପୁଣି 256ରେ 2 ମିଶିଲେ କେତେ ହବ? 512।
ବୁଝିଗଲା। ତାପରେ 3 ଆଧାର ବିଶିଷ୍ଟ ଘାତ ସଂଖ୍ୟା, ତାପରେ 2 କୁ ଆମେ ଯେମିତି ମିଶେଇକି ଗଲେ 3 ବି ସେମିତି ହିଁ ମିଶେଇ ଦେବା ହେଲା। ଏଠି ଦେଇଛି ଯେମିତି 3 ର ଘାତ ମାନେ 0 ରହିଲା ମାନେ ସେ 1 ହିଁ ହବ। ତାପରେ 3 3 9 ଦେଇଛି, 9 3 27, 27 3 81, ତ 3 କାଉଣ୍ଟ କରିକି ଚାଲିଛି। ତାପରେ ମୁଁ ଏଠି 729ରେ ମିଶେଇଲେ 3 ମିଶେଇଲେ କେତେ ହବ? 2187 ହବ। 2187। ତାପରେ ପୁଣି 2187ରେ 3 ମିଶେଇଲେ କେତେ ହବ? 6561। 6561। ତାପରେ ହଉଛି ପୁଣି 6561ରୁ ଆମେ 3 ଯଦି କାଉଣ୍ଟ କରିବା ତ ହବ 19683। ପିଲାମାନେ ବୁଝିପାରିଲ ନା ନାଇଁ? ଆରାମସେ କରିପାରିବ। ଚାଲନ୍ତୁ ଏଠି ଦେଇଛି। ତାପରେ ହଉଛି ସଂଖ୍ୟା କ୍ରମର ଚିତ୍ରିତ ଉପସ୍ଥାପନ। ମାନେ କଣ ଏଠି ଚିତ୍ର ଦେଇଦେଇଛି, ତ କେତେବେଳେ ସଂଖ୍ୟା କ୍ରମ ଚିତ୍ରିତ ଉପସ୍ଥାପନ। ସମସ୍ତ ଏଠି 1, ସବୁ ଗୁଡ଼ିକ ଏଠି ଦେଖ ବିନ୍ଦୁ ଗୁଡ଼ାରେ ସେ ସଜେଇକି ଲେଖିଛି। ବିନ୍ଦୁ ଗୁଡ଼ାରେ କେତେ ଅଛି? ସବୁ ଗୁଡ଼ାରେ ଗୋଟେ ଗୋଟେ ହିଁ ବିନ୍ଦୁ ଅଛି। ତାପରେ ଗଣନ ସଂଖ୍ୟା ଦେଇଛି। ଗଣନ ସଂଖ୍ୟା ଆମର କେମିତି କହିଥିଲେ? 1ରୁ ଯେତିକି ସବୁ 1 ପରେ ଯେତିକି ଥିବ ସବୁ ଗଣନ ସଂଖ୍ୟା। 1 2 3 4 5 ଯେମିତି ଦେଇଛି ବିନ୍ଦୁ ଦେଇଛି। 1 ପରେ 1ରେ ଯେମିତି ଗୋଟେ ଦେଇଛି, 2ରେ 2ଟା ବିନ୍ଦୁ ଦେଇଛି, 3ରେ 3ଟା ବିନ୍ଦୁ ଦେଇଛି, 4ରେ 4ଟା, 5ରେ 5ଟା ହେଲା। ତାପରେ ଅଯୁଗ୍ମ ସଂଖ୍ୟା। ଅଯୁଗ୍ମ ସଂଖ୍ୟା ଆମର 1 3 5 7 9 ଦେଇଛି। ସେମିତି ସେ ବିନ୍ଦୁଟା ବି ସେମିତି କରିଛି। ଏଠି 1ରେ ଗୋଟେ ବିନ୍ଦୁ ଦେଇଛି, 3ରେ 3ଟା ବିନ୍ଦୁ ଦେଇଛି, 5ରେ 5ଟା ବିନ୍ଦୁ ଦେଇଛି, ତାପରେ 7ରେ 7ଟା ବିନ୍ଦୁ ଦେଇଛି, 9ରେ 9ଟା ବିନ୍ଦୁ ନେଇଛି। ତାପରେ ପୁଣି ଯୁଗ୍ମ ସଂଖ୍ୟା। ଯୁଗ୍ମ ସଂଖ୍ୟା ଦେଇଛି 2 4 6 8 10 ଯୁଗ୍ମ ସଂଖ୍ୟା। ତ ବିନ୍ଦୁ ଗୁଡ଼ା ବି ସେମିତି ନେଇଛି ସେ। 2ରେ ହଉଛି 2ଟା ଦେଇଛି, 4ରେ 4ଟା, 6ରେ 6ଟା ବିନ୍ଦୁ ଦେଇଛି, 8ରେ 10ଟା, 8ରେ 8ଟା, 10ରେ 10ଟା ବିନ୍ଦୁ ହେଲା। ତାପରେ ତ୍ରିକୋଣୀୟ ସଂଖ୍ୟା। ତ୍ରିକୋଣ ମାନେ ସମବାହୁ ତ୍ରିଭୁଜ ହବ ନା ନାଇଁ? ତ ସେମିତି ସେ 3 କୋଣ କରିକି ସେ ବିନ୍ଦୁଟା ହିଁ ସୃଷ୍ଟି କରିଛି। 1ରେ ହିଁ ଗୋଟେ ହବ, ତାପରେ ହଉଛି 3ରେ 3ଟା, 6ରେ କେମିତି କଲା ସିଏ? 3ଟା ବିନ୍ଦୁ ନେଇକି ପୁଣି ମଝିରେ 3ଟା ବସେଇଲା। ଏମିତି ବିନ୍ଦୁ ଗୁଡ଼ା ଥିଲା ନା 3ଟା। ତାପରେ ଏଇଠି ଦେଲା, ଏଇଠି ଗୋଟେ, ଏଇଠି ଗୋଟେ। ତାପରେ ହଉଛି 10ଟା, ତାପରେ ପୁଣି 15ଟା ଅଛି। ଏମିତି କରିକି ସେ 15 ପରେ ପୁଣି ଯେତେ ଆସିବ ତାପରେ ସେତେ ସେ ଲେଖି ଲେଖି ଚାଲିବ ହେଲା। ତାପରେ ବର୍ଗ ସଂଖ୍ୟା ଆମର ଦେଇଛି 1 4 9 16 25। ବର୍ଗ ସଂଖ୍ୟା ଆମର ବର୍ଗ କ୍ଷେତ୍ର ହିଁ ହବ ନା। ଫାଷ୍ଟ ସିଏ 1ରେ ଏମିତି ଗୋଟେ ବିନ୍ଦୁ ଦେଲା। ତାପରେ 2ରେ କେମିତି କରିଛି? ଆଗ ଏମିତି କରିଛି, ତାପରେ 2ରେ ବିନ୍ଦୁ ଏମିତି ଦେଲା। ତାପରେ 4 ସେଇଟା ଥିଲା ହେଲା। 4 ଥିଲା। ତାପରେ ଆମର 9 ଅଛି। 9ରେ କେମିତି କଲା ସିଏ? ଫାଷ୍ଟ ହଉଛି ବିନ୍ଦୁ ନେଇଗଲା, ବିନ୍ଦୁ ନେଲା। ସିଏ ଆଗ ଉପର ଆଡୁ ଆଣିଛି ହେଲା। ଆଗେ ଉପର ଲେଫ୍ଟ ସାଇଡରୁ ଉପର ହିଁ ସେ ଷ୍ଟାର୍ଟ କରିଛି। 2 3 4 5। 4 ପରେ କେତେଟା ମିଶିଲା? 5ଟା ମିଶିଲା। ସେଠି 4 ଥିଲା ନା,
4 କେତେ ମିଶିଲା 5 କେତେ ହେଲା 9 ହେଲା ବୁଝିଲା। ତାପରେ ସୁଡ଼ ଅଛି, ସୁଡ଼ରେ ଆମେ କେମିତି କରିବା, ସୁଡ଼ ଏଠି ଯେମିତି ଦେଲା ସେମିତି କଲେ ପୁଣି ଏଠି ପୁଣି ଆଉ ଥରେ ଉପରକୁ ଯିବ 2 3 4 5 6 7 ଏଠି କେତେ ହେଲା, ଏଠି ଆମର କେତେଟା ମିଶିଥିଲା 4ଟାରେ 5ଟା ମିଶିଥିଲା। ତାପରେ ଏଠି କେତେ ମିଶିଲା ଥିଲା ଆମ ପାଖରେ କେତେ 9ଟା ଥିଲା ଏଠି। ତାପରେ 9ଟାରୁ କେତେ ମିଶିଲା 1 2 3 4 5 6 7 7 ହଁ 7 ଆଉ 9 ମିଶିଲେ କେତେ 7 ଆଉ 9 ମିଶିଲେ 16 ହେଲା 16। ତାପରେ ପୁଣି 25 ସେମିତି ଦେଇଛି, ଫାଷ୍ଟ ହଉଛି ଲେଫ୍ଟ ସାଇଡରୁ ହିଁ ଷ୍ଟାର୍ଟ କରିଛି। ତାପରେ ସେମିତି କରି କରି ପୁଣି ସେଇଠି କେତେ ପଢେଇଛି 1 2 3 4 5 6 7 8 9 9ଟା ସେ ଦେଇଛି। 9ରେ 16ରେ ପୁଣି 9 ମିଶିଲେ କେତେ ହବ 25 ହେଇଯିବ। ପୁଣି ସେମିତି ତମେ ବି ଚେଷ୍ଟା କରିବ ଯେ ତାପରକୁ ଯେମିତି ପଢେଇବା ପାଇଁ ଚେଷ୍ଟା କରିବ, ତମେ ନିଜେ ଖାତାରେ ନିଜେ ଘରେ କରିନେବ ହେଲା। ତାପରେ ପୁଣି ଘନ ସଂଖ୍ୟା ଦେଲା 1 8 27 4 125 ଘନ ସଂଖ୍ୟା ତମେ ବୁଝିବୁଛ ତ ଚାଲ ଦୁଆ ସାର୍ଙ୍କୁ ଆସ ବୁଝିବା। 1ରେ ଦେଇଛି ସାରଣୀ 2ରେ ଦିଆଯାଇଥିବା ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନାକୁ ନିଜ ହାତରେ ଏବଂ ପ୍ରତ୍ୟେକ କ୍ରମ ପାଇଁ ପରବର୍ତ୍ତୀ ଚିତ୍ର ଅଙ୍କନ କର। ତ ନିଜେ ତମେ ଚେଷ୍ଟା କରିବ ହେଲା। ଦେଇଛି ଆମର କେତେ 1 3 6 10 15 ଏହାକୁ ତ୍ରିକୋଣୀୟ ସଂଖ୍ୟା କୁହାଯାଏ। ସେ ତ୍ରିକୋଣୀୟ ମାନେ ଆମର ସମବାହୁ ତ୍ରିଭୁଜ ପାଉଛେ କି ନା ନାଇଁ, ସମବାହୁ ତ୍ରିଭୁଜ ପାଇବା। ତାପରେ ହଉଛି 1 4 9 16 25 ହେଲା। ଏହାକୁ କାହିଁକି ବର୍ଗ ସଂଖ୍ୟା ବା ବର୍ଗ କୁହାଯାଏ। ତ ଏଇଗୁଡା କଲେ କେମିତି ହବ, ଆମେ ଏଠି କରିଥିଲେ ନା, ଏଠି ବର୍ଗ କ୍ଷେତ୍ରରେ ବର୍ଗ କ୍ଷେତ୍ର ହିଁ ତିଆରି ହବ ନା, ବର୍ଗ ସଂଖ୍ୟାର ବର୍ଗ କ୍ଷେତ୍ର ତିଆରି ହବ। ତାପରେ ଏଠି 1 8 27 64 125 ଏଠି ଥିଲା ଆମର କେତେ, ଏଠି ଅଛି ଆମର ଘନ ସଂଖ୍ୟା ବୁଝିହେଲା ନା ନାଇଁ। ଘନ ସଂଖ୍ୟା ଏଠି କୁହାଯାଏ। ତୁମେ ଲକ୍ଷ୍ୟ କରିଥିବ ଯେ 36 ହେଉଛି ଏକ ତ୍ରିକୋଣୀୟ ସଂଖ୍ୟା ଏବଂ ଏକ ବର୍ଗ ସଂଖ୍ୟା, ଅର୍ଥାତ୍ 36ଟି ବିନ୍ଦୁକୁ ନେଇ ଉଭୟ ତ୍ରିକୋଣୀୟ ଚିତ୍ର ଏବଂ ବର୍ଗ ଚିତ୍ରରେ ସମ୍ପୂର୍ଣ୍ଣ ରୂପେ ସଜାଇ ପାରିବା। ତୁମ ଖାତାରେ ଚିତ୍ର କରି ଏହାକୁ ଦେଖାଅ। ତ ତୁମେ ନିଜ ଖାତାରେ 36ଟି ତ୍ରିକୋଣୀୟ ଚିତ୍ର କରିବ ଆଉ ଗୋଟେ ବର୍ଗ ଚିତ୍ର କରିବ 36ଟି ବିନ୍ଦୁକୁ ନେଇକି ହେଲା। ନିମ୍ନରେ ଦିଆଯାଇଥିବା ସଂଖ୍ୟାର କ୍ରମକୁ ତୁମେ କଣ ନାମ ଦେବ। ତମ ଘରେ ଗୁଡା ଏଟା ତମ ପାଇଁ କ୍ୱେଶ୍ଚନ ଛାଡ଼ିଦେଲି, ତ ତମେ ନିଜେ କରିକି ଆସିଥିବ ହେଲା। ଯୋଉଗୁଡା ବୁଝିପାରିବନି ମତେ କମେଣ୍ଟରେ ନିହାତି ଜଣେଇଦେବ, ନେକ୍ସଟ ଟାଇମ ତୁମକୁ ବୁଝେଇଦେବି। ରହିଛି, ଜୟ ଜଗନ୍ନାଥ।